ଯେବେଠାରୁ ଠାକୁର ଅଣସର ଘରକୁ ଗଲେଣି ସେବେଠୁ ହିଁ ଆମର ପ୍ଲାନ୍ ହେଲାଣି କି ଆମେ ଯିବୁ ଅଲାରନାଥ ଦର୍ଶନ କରିବୁ। କିନ୍ତୁ ଯେହେତୁ ମୁଁ ଶାଶୁଘରେ ଥିଲି ସେତେ ପର୍ଯ୍ୟନ୍ତ ଆମର କେତେ ପ୍ଲାନ୍ ହେଇପାରୁନଥିଲା। ଚାଲିଥିଲା ହଁ ହେବ ବୋଲି, ତାପରେ ଅପେକ୍ଷା ଥିଲା କେତେବେଳେ ମୁଁ ଘରକୁ ଆସିବି। ତ ମୁଁ ଆସିଲା ପରେ ବି ବହୁତ ଥର ପ୍ଲାନ୍ ହେଲା କି ଆଜି ଯିବୁ କାଲି ଯିବୁ କାଲି ଯିବୁ, କେମିତି ଏମିତି ହେଇକିନା ବର୍ଷା ହୁଏ, ଏମିତି ବହୁତ ସାରା ଅସୁବିଧାରେ ଆମେ ଯାଇପାରୁନଥିଲୁ। ଫାଇନାଲି କାଲି ରାତିରେ ହିଁ ପୁଅ ଫୋନ୍ କରିଥିଲା ରାତି 8ଟାରେ କି ଜଲ୍ଦି ଜଲ୍ଦି ବାହାର, ସାଙ୍ଗେ ସାଙ୍ଗେ ଯିବା, 10 ମିନିଟ୍ ଭିତରେ ବାହାର। ଭାଇ ବୁଲିବା କଥା ତ ମୁଁ ଜମା ବି ଛାଡ଼େନି, ସାଙ୍ଗେ ସାଙ୍ଗେ ରେଡ଼ି ହେଇକି ବାହାରି ପଡ଼ିଥିଲି ଆଉ ବୋଉକୁ ନେଇକି ପଳେଇ ଆସିଥିଲି। ସେତେବେଳକୁ ଆମେ ଅଲାରନାଥ ମନ୍ଦିର ପହଞ୍ଚିବାକୁ 9:30 ହେଲାଣି। ଟେନସନ୍ ଲାଗିଲା, ଏତେ ଲୋକ, ଭଗବାନ ଏତେ ରାତିରେ ବି ଏତେ ଲୋକ, ଏଇଟା ଭାରି ଲାଗୁଥିଲା କେମିତି ଦର୍ଶନ ହେବ। ଆଉ ଏତେ ଭିଡ଼ ଭିତରେ ଯାଇକି ଠାକୁରଙ୍କ ଦର୍ଶନ ଆମେ ବହୁତ ବଢ଼ିଆ ସେ ଦର୍ଶନ କରିଥିଲୁ 3-4 ଜଣ ଯାକ ଆମେ। ତାପରେ ଆସିଥିଲୁ ପ୍ରସାଦ ଖାଇବା ପାଇଁକା, ଆମେ ଭୋଗ ଖାଇଥିଲୁ ଆରାମସେ। ଏତେ ଜୋରରେ ଭୋକ ଲାଗୁଥିଲା, ସକାଳେ ମୁଁ କେବଳ ଥରଟେ ଭାତ ଖାଇଥିଲି। ତାପରେ ଶୋଇକି ଉଠି ଘର ଝଡ଼ାଝଡ଼ିରେ ବ୍ୟସ୍ତ ଥିଲି। ତାପରେ ଆଉ ଖାଇନଥିଲି। ତାପରେ ପୁଅ ଯେହେତୁ ଫୋନ୍ କଲା ଆଉ ଖାଇପାରିଲୁନି ଆମେ, ସାଙ୍ଗେ ସାଙ୍ଗେ କଲାବେଳେ ସଜବାଜ ହେଇକି ପଳେଇ ଆସିଥିଲି। ଆଉ ଖାଇନଥିଲି ଯେହେତୁ ମୋତେ ଏତେ ଜୋରରେ ଭୋକ ଲାଗୁଥିଲା କୁହନି। ତାପରେ ପ୍ରସାଦ ଆଉ ଟିକେ ବି ବଳିନଥିଲା, ପୁରା ପେଟ ପୁରା ପତ୍ର ଚାଟିକି ଆମେ ଖାଇ ଦେଇଥିଲୁ। ଖାଇ ଦେଇକି ସେଠୁ ବାହାରିଲାକୁ ହେଲାଣି 11ଟା ରାତି। ତାପରେ ବହୁତ ସାରା ଜିନିଷପତ୍ର ପଡ଼ିଥିଲା, କିନ୍ତୁ ଇଚ୍ଛା ହେଉଥିଲା କିଛି କିଣାକିଣି କରିବା ପାଇଁ, କି ଗୁଗୁ ପାଇଁ କିଛି କିଣାକିଣି କରିବା ପାଇଁ। କିନ୍ତୁ ଯେହେତୁ ଏତେ ରାତି ହେଲାଣି, ପୁଣି ଆମେ ଏତେ ବାଟ 24 କିଲୋମିଟର ଯେହେତୁ ଆସିବୁ, ତ ଟେନସନ୍ ଲାଗିଲାଣି। 11:30 ରାତି, ଅନ୍ଧାର ରାସ୍ତା। ତ ଆଉ ସେଠି ବେଶୀ ସମୟ ନ ରହିକିନା ଆମେ ସିଧା ପଳେଇ ଆସିଥିଲୁ ଘରକୁ। ବାଟରେ ଠାକୁରଙ୍କ ମନ୍ଦିର ଥିଲା, ଯେହେତୁ ଆମେ ଦୀପ ଜାଳିପାରିନଥିଲୁ ମନ୍ଦିର ଭିତରେ, ବହୁତ ହଇରାଣ ହେଇଥିଲା। ତେଣୁ ବାହାରେ ଟିକେ ଠାକୁରଙ୍କ ମନ୍ଦିର, ସେଠି ବାହାରେ ମା ମଙ୍ଗଳା ବସିଥିଲେ, ତାଙ୍କୁ ଦର୍ଶନ କରି ଦୀପ ଲଗେଇ ପୁଣି ଘରକୁ ଫେରି ଆସିଥିଲୁ। ଭିଡ଼ିଓଟି ଭଲ ଲାଗିଲେ ଛୋଟ ଲାଇକ୍ଟେ କରିବେ, ଟିକେ ସପୋର୍ଟ କରିବେ।